ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ତୃତୀୟ ଶ୍ରେଣୀ ଭାଷା ମହକ ବହିର ଅଧ୍ୟାୟ 2 ବାଇ ଚଢ଼େଇ ଓ ହାତୀ ଗପଟିକୁ ପଢ଼ିବା। ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏ ଭିଡ଼ିଓ ଦେଖି ଶୁଣି ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଏହି ଗପଟି ଆମେ ଆଲୋଚନା କରିବା। ଗୋଟିଏ ବଣ ଥିଲା। ସେଠାରେ ଗୋଟିଏ ତମାଳ ଗଛରେ ବାଇ ଚଢ଼େଇଟିଏ ତାର ସ୍ତ୍ରୀ ବସା କରି ରହୁଥିଲେ। ବଣରେ ଗୋଟେ ଗଛ ଥିଲା, ସେଟା ଗୋଟେ ତମାଳ ଗଛ ଥିଲା। ସେଇ ଗଛରେ ବାଇ ଚଢ଼େଇଟିଏ ଓ ତାର ସ୍ତ୍ରୀ ବସା କରି ରହୁଥିଲେ। ଥରେ ସ୍ତ୍ରୀ ଚଢ଼େଇଟି କେତେ ଗୁଡ଼ିଏ ଅଣ୍ଡା ଦେଲା। ଦିନେ ଭାରି ଖରା ହେଉଥାଏ, ଖରାଦିନ, ତେଣୁ ଭାରି ଖରା ହେଉଥାଏ। ସେହି ସମୟରେ ଗୋଟିଏ ବଣୁଆ ହାତୀ ଆସି ତମାଳ ଗଛର ଛାଇରେ ବିଶ୍ରାମ ନେଲା। କିଛି ସମୟ ପରେ ସେ ଶୁଣ୍ଢ ବଢ଼ାଇ ତମାଳ ଗଛର ଡାଳ ସବୁ ଭାଙ୍ଗିବାକୁ ଲାଗିଲା। ହାତୀ କ'ଣ କଲା? ଗଛ ଡାଳକୁ ଭାଙ୍ଗିଲା। ବିଶ୍ରାମ ନେଲା, ଗଛ ଡାଳକୁ ଭାଙ୍ଗିଦେଲା। ବାଇ ଚଢ଼େଇ ଯେଉଁ ଡାଳରେ ବସା କରିଥିଲା ସେ ଡାଳଟି ମଧ୍ୟ ଭାଙ୍ଗିଗଲା। ପିଲାମାନେ, ବାଇ ଚଢ଼େଇ ସେ ତମାଳ ଡାଳରେ ବସା ବାନ୍ଧିଥିଲା। ତେଣୁ ଯେତେବେଳେ ହାତୀ ଶୁଣ୍ଢ ବଢ଼ାଇ ତାର ଡାଳକୁ ଭାଙ୍ଗିଦେଲା, ସେଇ ଡାଳରେ ବସା ବାନ୍ଧିଥିବା ବାଇ ଚଢ଼େଇର ବସା ଭାଙ୍ଗିଗଲା ଏବଂ ଅଣ୍ଡା ଗୁଡ଼ିକ ତଳେ ପଡ଼ିଗଲା। ଅଣ୍ଡା ଗୁଡ଼ିକ ତଳେ ପଡ଼ି ନଷ୍ଟ ହୋଇଗଲା। ବାଇ ଚଢ଼େଇ ଦୁଇଟି ଉଡ଼ି ପଳାଇ ଯିବାରୁ ରକ୍ଷା ପାଇଗଲେ। ଯଦି ନ ଉଡ଼ିଥାନ୍ତେ ସେମାନେ ତଳେ ପଡ଼ିଯାଆନ୍ତେ। ତେଣୁ ସେମାନେ ରକ୍ଷା ପାଇଗଲେ, କିନ୍ତୁ ଅଣ୍ଡା ଗୁଡ଼ିକ ନଷ୍ଟ ହୋଇଗଲା। ନିଜର ଅଣ୍ଡା ଗୁଡ଼ିକ ଭାଙ୍ଗିଯିବାରୁ ସ୍ତ୍ରୀ ଚଢ଼େଇଟି ମନ ଦୁଃଖରେ ସବୁବେଳେ କାନ୍ଦିଲା। ଗୋଟିଏ କାଠହଣା ଚଢ଼େଇ ତାର ସାଙ୍ଗ ଥିଲା। ସେ ତାର ଦୁଃଖ ସହିପାରିଲା ନାହିଁ। ଦିନେ ତାକୁ କହିଲା, ତୁମେ ସବୁବେଳେ କାହିଁକି କାନ୍ଦୁଛ? ନଷ୍ଟ ହୋଇଯାଇଥିବା ବସ୍ତୁ, ମରିଯାଇଥିବା ପ୍ରାଣୀ, ଘଟିଯାଇଥିବା ଘଟଣା ବିଷୟରେ ଚିନ୍ତା କରି ଜ୍ଞାନୀ ଲୋକମାନେ କେବେ ହେଲେ ଦୁଃଖ କରନ୍ତି ନାହିଁ। ବାଇ ଚଢ଼େଇ କାନ୍ଦୁଥିଲା। ସ୍ତ୍ରୀ ବାଇ ଚଢ଼େଇ କାନ୍ଦୁଥିଲା। ତେଣୁ ତାକୁ କାଠହଣା ଚଢ଼େଇ ତାର ସାଙ୍ଗ ଥିଲା। ତେଣୁ ଦୁଃଖ ସହି ନପାରି ତାକୁ ଏକଥା କହି ବୁଝାଇଲା। ତାକୁ ତା ମନକୁ ସାନ୍ତ୍ୱନା ଦେଲା। ବାଇ ଚଢ଼େଇ କହିଲା, ତା ସତ, କିନ୍ତୁ ହାତୀ ମୋର ପିଲାମାନଙ୍କୁ ମାରିଛି। ସେ ଦଣ୍ଡ ନ ପାଇବା ପର୍ଯ୍ୟନ୍ତ ମୋ ମନ ଶାନ୍ତି ହେବ ନାହିଁ। ଏକଥା ବାଇ ଚଢ଼େଇ କହିଲା। କାଠହଣା ଚଢ଼େଇ କହିଲା, ଠିକ୍ ଅଛି, ସାଙ୍ଗ ହୋଇ ଯଦି ମୁଁ ବିପଦ ବେଳେ ସାହାଯ୍ୟ ନ କଲି, ତେବେ ମୁଁ କି ସାଙ୍ଗ? ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। ବୀଣାରବା ବୋଲି ଗୋଟିଏ ମହୁମାଛି ମୋର ବନ୍ଧୁ। ମୁଁ ତାକୁ ଡାକି ଆଣିବି, ସେ ଆମକୁ ସାହାଯ୍ୟ କରିବ। କାଠହଣା ଚଢ଼େଇ ବାଇ ଚଢ଼େଇକୁ ବୁଝାଇ ଦେଲା। କହିଲା, ମୋର ବୀଣାରବା ନାମକ ଗୋଟେ ସାଙ୍ଗ ଅଛି, ମହୁମାଛି। ମୁଁ ତାକୁ ଡାକି ଆଣିବି, ସେ ଆମକୁ ସାହାଯ୍ୟ କରିବ। କାଠହଣା ଚଢ଼େଇ ମହୁମାଛିକୁ ଡାକି ଆଣି ବାଇ ଚଢ଼େଇ ସହ ପରିଚୟ କରାଇଦେଲା। ତାର ବିପତ୍ତି ବିଷୟରେ କହିଲା। ବାଇ ଚଢ଼େଇ କ'ଣ କଲା? ତାର ସାଙ୍ଗକୁ ମହୁମାଛିକୁ ସବୁ କଥା କହିଲା। ଏକଥା ଶୁଣି ମହୁମାଛି ତାକୁ କହିଲା, ତୁମେ ମୋର ସାଙ୍ଗର ସାଙ୍ଗ, ତେଣୁ ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। ମୋ ସାଙ୍ଗର ସାଙ୍ଗ, ତେଣୁ ମୁଁ ତୁମକୁ ସାହାଯ୍ୟ କରିପାରିବି। ମେଘନାଦ ବୋଲି ଗୋଟିଏ ବେଙ୍ଗ ମୋର ସାଙ୍ଗ। ତା ପାଖକୁ ଯିବା, ସେ ମଧ୍ୟ ଆମକୁ ସାହାଯ୍ୟ କରିବ। ତେଣୁ ସେ ଗୋଟିଏ ବେଙ୍ଗ ମୋର ସାଙ୍ଗ ଅଛି, ତା ପାଖକୁ ଯିବା, ସେ ମଧ୍ୟ ଆମକୁ ସାହାଯ୍ୟ କରିବ। ସେମାନେ ସମସ୍ତେ ମିଶି ମେଘନାଦ ପାଖକୁ ଗଲେ। ସବୁ ଶୁଣି ମେଘନାଦ କହିଲା, ମୁଁ ତୁମକୁ ଯାହା କହୁଛି ତୁମେମାନେ ସେଇ ଅନୁସାରେ କାମ କର। ତାପରେ ସେ କାହାକୁ କ'ଣ କରିବାକୁ ହେବ ବତାଇ ଦେଲା। ବେଙ୍ଗ ତାକୁ ବତାଇ ଦେଲା। ଦିନେ ଖରାବେଳେ ହାତୀ ଗୋଟିଏ ଛାଇ ଜାଗାରେ ବିଶ୍ରାମ କରୁଥିଲା। ମହୁମାଛିଟିଏ ଯାଇ ତା କାନ ପାଖରେ ଗୁଣୁ ଗୁଣୁ ସ୍ୱରରେ ଗୀତ ଗାଇବାକୁ ଲାଗିଲା। ମହୁମାଛି ତା କାନରେ ଗୀତ ଗାଇବାକୁ ଲାଗିଲା।
ଗୀତ ଶୁଣି ହାତୀ ଆନନ୍ଦରେ ବିଭୋର ହୋଇଗଲା। ମହୁମାଛିର ଗୁଣୁଗୁଣୁ ଶବ୍ଦ ବିଭୋର ହୋଇଗଲା। ଆଖି ବନ୍ଦ କରି ଝୁଲିବାକୁ ଲାଗିଲା। ଗୀତ ବାଜୁଛି, ଗୁଣୁଗୁଣୁ ଶବ୍ଦ ଶୁଭୁଛି, ହାତୀ ଝୁଲିଲା। ଏହି ସୁଯୋଗରେ କାଠହଣା ଚଢ଼େଇ ଉଡ଼ି ଆସି ତାର ଆଖି ଦୁଇଟିକୁ ବାରମ୍ବାର ଖୁମ୍ପି ହାତୀକୁ ଅନ୍ଧ କରିଦେଲା। କାଠ ଗୀତ ଶୁଣୁଛି, ତାପରେ ଝୁଲୁଛି। କାଠହଣା ଚଢ଼େଇ ତା ଆଖିଟିକୁ ନଷ୍ଟ କରିଦେଲା, ଖୁମ୍ପି ଅନ୍ଧ କରିଦେଲା। ଏଣେ ଖରା ଯୋଗୁଁ ହାତୀକୁ ଶୋଷ ଲାଗୁଥିଲା। ସେ ଉଠି ଏଣେ ତେଣେ ବୁଲି ପାଣି ଖୋଜିଲା। କିଛି ଦୂରରେ ଗୋଟିଏ ବଡ଼ ଗାତ ଥାଏ। ବେଙ୍ଗ ତା ଭିତରେ ଥାଇ ଶବ୍ଦ କଲା। ସେ ଶବ୍ଦ ଶୁଣି ସେଠାରେ ପୋଖରୀ ଅଛି ବୋଲି ଭାବି ହାତୀ ସେହି ଦିଗକୁ ଗଲା ଓ ଗାତରେ ପଡ଼ି ମରିଗଲା। ଗୋଟେ ଗାତ ଥିଲା, ସେ ଗାତରେ ପଡ଼ି ମରିଗଲା। ବାଇ ଚଢ଼େଇ ଦୁଇଟିକୁ ଦୁର୍ବଳ ଭାବି ଅତ୍ୟାଚାର କରୁଥିବା ହେତୁ ହାତୀ ତାର ଉପଯୁକ୍ତ ଦଣ୍ଡ ପାଇଲା। ଏହି କାହାଣୀଟି ପଞ୍ଚତନ୍ତ୍ରରୁ ସଂଗୃହୀତ। ତେଣୁ ଏହି କାହାଣୀରୁ ଆମେ ଶିଖିଲେ ଯେ କେବେ କାହାକୁ ଛୋଟ ବୋଲି ଭାବିବା ନାହିଁ, ଅନ୍ୟର ବସାକୁ ନଷ୍ଟ କରିବା ନାହିଁ। ନିଜେ ବଳୁଆ ହୋଇଥିବା କାରଣରୁ ହାତୀ ତାର ବାଇଚଢ଼େଇର ବସାକୁ ଭାଙ୍ଗି ଦେଇଥିଲା। ତେଣୁ ହାତୀ ନିଜେ ତାର ବସାକୁ ନଷ୍ଟ କରିଥିବା କାରଣରୁ ହାତୀ ମୃତ୍ୟୁବରଣ କଲା। ତେଣୁ ଏହି କାହାଣୀଟି ବର୍ତ୍ତମାନ ସମାପ୍ତ ହୋଇଛି। ପରବର୍ତ୍ତୀ କାଳ ଅନୁସାରେ ଆମେ ଏହାର ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ବର୍ତ୍ତମାନ ପାଇଁ ବିଦାୟ ନେଉଛି।